এটা কেবল পুরুষ ব্যক্তি মানক পাই। আচ্ছা আচ্ছা পাদ দুইটিକୁ প্রথমে যোড়িবা जोड़िबा তারপরে কোন কହୁଛି কোন? না জাহ্ନୁভ୍ୟାମ୍ ହେଲା। ଜାହ୍ନୁ କହିଲା କି ଜଙ୍ଘ ଜଙ୍ଘ। ଆପଣ ପାଦ ଦୁଇଟିକୁ ଏପରି ଯୋଡ଼ିବେ ବାବା। ଯେମିତି ଆପଣ ମାନଙ୍କର ଜଙ୍ଘ ବୋଲନ୍ତେ ଜାହ୍ନୁ ଜାହ୍ନୁ। ଦୁଇଟିକୁ ସ୍ପର୍ଶ କରୁଥିବ ହଁ। ବା ଦୃଶ୍ୟମାନ ହେଉନଥିବ वाह वाह କହିଲା ପଦଭ୍ୟାମ୍ ଜାହ୍ନୁଭ୍ୟାମ୍ କରଭ୍ୟାମ୍ ହଁ, ହଁ। କହିଲା କର ବୋଲନ୍ତେ ହସ୍ତ ହସ୍ତ। ଆପଣ ହାତ ଦୁଇଟିକୁ ଏପରି ଯୋଡ଼ିବେ ହଁ, ହଁ। ଯେମିତି ଆପଣଙ୍କର ପକ୍ଷ ବୋଲନ୍ତେ କହୁଣି ବାବା। ଦୁଇଟିକୁ ସ୍ପର୍ଶ କରୁଥିବ ହେଲା କହିଲା ମୁରସ ଶିରସା ବଚ୍ଚ ହଁ। ମସ୍ତିଷ୍କକୁ ନୁଆଇ ହଁ। ମନକୁ ପାତ୍ର ନିବେଶ କରି ବାବା। ଗୁରୁଙ୍କୁ ଆଠଟି ଲକ୍ଷଣରେ ସାଷ୍ଟାଙ୍ଗ ପ୍ରଣିପାତ କରି ମନୁ ସୈନ୍ତା ଲେଖିଲେ कौन लिखिले କଣ ଲେଖିଲେ हाँ। କହିଲେ ବ୍ରହ୍ମ ରକ୍ତ ବ୍ରହ୍ମ ଗଦା हाँ ଆରେ हाँ ନାରୀଣା କୁଚ ମଣ୍ଡଳା ଶଙ୍ଖ ପ୍ରଦୀପ କଟି ସୂତ୍ର ସହାୟତା ବସୁନ୍ଧରା କହିଲା କି ନାରୀ ମାନଙ୍କର କୁଚ କହିଲା କି ବକ୍ଷ ବାବା। ଯାହାକୁ ଆମେ ଛାତି ବୋଲି କହୁଛୁ हाँ हाँ ତାହା କେବେ ବି ଭୂମିକୁ ସ୍ପର୍ଶ କରିବ ନାହିଁ ତେଣୁ ସେଥିପାଇଁ ନାରୀ ମାନେ ସାଷ୍ଟାଙ୍ଗ ପ୍ରଣିପାତ କରିବ ନାହିଁ ना ना